जा यीशु के चरणों में पवित्र आत्मा। यीशु ही मार्ग है, यीशु ही सत्य है, यीशु ही जीवन है, यीशु ही मार्ग है, यीशु ही सत्य है, यीशु ही जीवन है, यीशु मेरा प्रभु। सिर्फ तेरे लिए यीशु, तेरे लिए, सिर्फ तेरे लिए यीशु, तेरे लिए, सिर्फ तेरे लिए यीशु, तेरे लिए मैं हाथ उठाता हूँ। घुटने टिकाकर सर झुकाकर हाथ उठाता हूँ तेरे लिए। घुटने टिकाकर सर झुकाकर हाथ उठाता हूँ तेरे लिए। सिर्फ तेरे लिए यीशु, तेरे लिए, सिर्फ तेरे लिए यीशु, तेरे लिए, सिर्फ तेरे लिए यीशु, तेरे लिए मैं सिर झुकाता हूँ। पवित्र आत्मा, पवित्र आत्मा मुझे ले जाओ यीशु के चरणों में। पवित्र आत्मा, पवित्र आत्मा मुझे ले जा यीशु के चरणों में। पवित्र आत्मा। प्रेज द लॉर्ड। राहुल भाई आज देखा जाओ ना अवश्य समस्त को बहुत बहुत धन्यवाद। प्रेज द लॉर्ड। प्रेज द लॉर्ड पास्टर। हाँ आपण अछंती। प्रेज द लॉर्ड। थैंक यू। को भौणी गोटे गीत गाउथिली या पूर्वरु एलिजाबेथ गाइबा पूर्वरु अंकिता। हैं अंकिता अंकिता डोरा। अच्छा अंकिता गाउथिले। अंकिता बहुत बढ़िया गाउथिला। धन्यवाद। थैंक यू। गॉड ब्लेस यू ऑल। मु आज 3:50 रे तो अलार्म देथिली किंतु आउ थरे सोई पड़ली। एलिजाबेथ उठेला पर मु उठली आउ थरे। विषय मैंने चिंता करिबा। गला थर गत मासरे मु को विषय कहिथिली मने अछि आपण मानकर? पवित्र आत्मा। नहीं नहीं गत मासरे अवश्य एते दिन हेलाणी मने नथिबो। सेटा थिला फुलनेस उपरे, विश्वस्तता उपरे मु कहथिली। कारण विश्वस्तता होछि ई प्रकार आत्मांकर फल जहा विश्वासी पाखरे रहिबा आवश्यक। जदि विश्वासी पाखरे विश्वस्तता नहीं, फेथफुलनेस नहीं, ताले से की विश्वास? वर्तमान जुग रे हमें अनेक स्यूडो विश्वासी बा भंड विश्वासी हमने देखुछु बा डुप्लीकेट नकली विश्वासी देखुछु जो माने कि ना विश्वासी किंतु ता पाखरे विश्वास नाही बा विश्वस्तता
ନାହିଁ। ତେବେ ପ୍ରଭୁ ଯୀଶୁ ଯେତେବେଳେ ଆସିବେ ପୃଥିବୀକୁ ସେ ବିଶ୍ୱାସ ଖୋଜିବେ ଏବଂ ଆମ ପାଖରେ ତାହା ପ୍ରଚୁର ମାତ୍ରାରେ ରହିବା ଆବଶ୍ୟକ। ହାଲେଲୁୟା। ସେ ଆଉ କିଛି ଖୋଜିବେ ନାହିଁ, ବିଶ୍ୱସ୍ତ ଲୋକମାନଙ୍କୁ କେବଳ ଖୋଜିବେ। କାରଣ ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ପ୍ରକାଶିତ ତାର ପ୍ରକାଶିତ 17:14 ବୋଧେ, ହଁ 17:14 ଲେଖାଯାଏ, ଯେଉଁମାନେ ପ୍ରଭୁଙ୍କର ସହିତ ଅଛନ୍ତି ସେମାନେ ଆହୁତ, ମନୋନୀତ ଏବଂ ବିଶ୍ୱସ୍ତ ଲୋକମାନେ। ତେଣୁ ଆମେ ବିଶ୍ୱସ୍ତ ରହିବା ଅତି ଆବଶ୍ୟକ। ଆମେ ଆହୁତ ହୋଇଛୁ, ମନୋନୀତ ବି ପ୍ରଭୁ କରିସାରିଛନ୍ତି, କିନ୍ତୁ ବିଶ୍ୱସ୍ତ ରହିବା ଅତି ଜରୁରୀ। ଆଜି ଆମେ ଦେଖିବା ସେ ଆତ୍ମାଙ୍କର ଫଳ ଯୋଉ ଗାଲାତୀୟ 5:22-23 ପଦରେ ଅଛି। 23 ପଦରେ ପରବର୍ତ୍ତୀ ବିଶ୍ୱସ୍ତତା ପରବର୍ତ୍ତୀ ଗୁଣ ହଉଛି ଜେଣ୍ଟଲନେସ୍, ବା ଓଡିଆରେ କଣ ଭଦ୍ରତା ଅଛି କି? ମୃଦୁତା। ମୃଦୁତା। ଓକେ। ମୃଦୁତା ଇଂରାଜୀରେ ଲେଖା ହେଇଛି ଜେଣ୍ଟଲନେସ୍। ଜେଣ୍ଟଲ କହିଲେ ମୃଦୁ ମଧ୍ୟ ନିଶ୍ଚୟ, କିନ୍ତୁ ଆମେ ମାନେ ମଧ୍ୟ କହିଥାଉ ଗୋଟେ ଜେଣ୍ଟଲମ୍ୟାନ ବୋଲି କହିଲେ ଭଦ୍ର ବ୍ୟକ୍ତି ବୋଲି କହିଥାଉ। ଭଦ୍ରତା ଅଛି, ଭଦ୍ରତା ସରିଲାଣି, ବିଶ୍ୱସ୍ତତା, ମୃଦୁତା ଅଛି। ମୃଦୁତା ବୋଲି ଲେଖାଯାଇଛି। ହଁ, ନିଶ୍ଚିତ ଭାବରେ ମୃଦୁତା ମଧ୍ୟ କୁହାଯିବ, ଭଦ୍ରତା ମଧ୍ୟ କୁହାଯିବ ତାକୁ। ଜେଣ୍ଟଲନେସ୍ ବା ମୃଦୁତା, ଏଇ ଜେଣ୍ଟଲନେସ୍, ଏଇଠାରେ ଯୋଉ ବାକ୍ୟ ମାନେ ଗ୍ରୀକ ଶବ୍ଦ ବ୍ୟବହାର କରାଯାଇଛି ତାକୁ କୁହାଯାଏ ପ୍ରାଉଟେସ୍। ପ୍ରାଉଟେସ୍ ମାନେ ମିକ୍, ଯିଏକି ନମ୍ର ଲୋକ, ଯାହାକି ମାଥ୍ୟୁ 5:5 ମଧ୍ୟ ଲେଖା ହେଇଛି, ନମ୍ର ଲୋକେ ଧନ୍ୟ ସେମାନେ ପୃଥିବୀର ଅଧିକାରୀ ହେବେ। ବା ଆତ୍ମାରେ ଦିନହୀନ, କଣ ଲେଖା ହେଇଛି? ସେମିତି ଲେଖା ହେଇଛି କି 5:5 ମାଥ୍ୟୁ। ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସେମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ। ଆତ୍ମାରେ ଦିନହୀନ ବୋଲି ଲେଖା ହେଇଛି, କରେକ୍ଟ। ଆତ୍ମାରେ ଦିନହୀନ ଲୋକେ ଧନ୍ୟ, ସେମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବେ। ନମ୍ର ଲୋକ ପୃଥିବୀର ଅଧିକାରୀ ହେବେ ବୋଲି ଲେଖା ହେଇଛି, ନୁହେଁ କି? କିନ୍ତୁ ଆତ୍ମାରେ ଦିନହୀନ ଲୋକ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବେ। ଏଇ ଯୋଉ ଯୋଉ ମିକନେସ୍ ବା ମୃଦୁତା ବୋଲି କୁହାଯାଉଛି, ତାହା ଆମକୁ ସାହାଯ୍ୟ କରିବ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା ପାଇଁ। 5 ପଦରେ ତ ନମ୍ର ଲୋକ ଲେଖା ହେଇଛି। 3ରେ ଅଛି ଆଜ୍ଞା, 5:3। ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନେ। 5:5 କହିଲି ମୁଁ, ନମ୍ର ଲୋକେ ଧନ୍ୟ କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଏ ଯୋଉ ମିକନେସ୍ ବା ନମ୍ର ଲୋକ, ଇଂରାଜୀରେ ସେ ସ୍ଥାନରେ ମିକ୍ ବୋଲି ଲେଖା ହେଇଛି। ଇଂରାଜୀ ବାଇବେଲରେ ମିକ୍ ଲେଖା ହେଇଛି ନା? ହଁ। ନମ୍ର ଲୋକେ ବା ଯୋଉମାନେ ଆତ୍ମାରେ ଦିନହୀନ ବି ନମ୍ର କୁହାଯିବ, ଅଲମୋଷ୍ଟ ସେମ୍ ଥିଙ୍ଗ, କିନ୍ତୁ ତାର ଟିକେ ଭିନ୍ନ ଭିନ୍ନ ତାର ପରିପ୍ରକାଶ ରହୁଛି, ତାର କ୍ୟାରେକ୍ଟରିଷ୍ଟିକ ଟିକେ ଅଲଗା। ନମ୍ର ଲୋକ ଏବଂ ମିକ୍ ଲୋକ ଭିତରେ ପ୍ରାୟ ସାମଞ୍ଜସ୍ୟ ରହିଛି, କିନ୍ତୁ ଏଇ ସ୍ଥାନରେ ଯୋଉ ଶବ୍ଦ ବ୍ୟବହାର କରାଯାଇଛି ତାହା ହଉଛି ଜେଣ୍ଟଲନେସ୍, ମାନେ ମୃଦୁ ସ୍ୱଭାବ। ଓଡିଆରେ ଠିକ ତର୍ଜମା ହେଇଛି ମୃଦୁତା। ଆଉ ମୃଦୁତା ସେତେବେଳେ ଆସିବ ଯେତେବେଳେ ଆମେ ମିକ୍ ବା ନମ୍ର ଚିତ୍ତ ହେବା। ଆମଙ୍କର ମନ ଯେତେବେଳେ ନମ୍ର ହେବ, ଅନେକ ସମୟରେ ଲୋକେ ଭାବନ୍ତି ଏଇ ଯୋଉ ମିକନେସ୍ ବା ମୃଦୁତା
বা নম্রতা এইটা ଗୋଟେ ଦୁର୍ବଳତା ବୋଲି, କିନ୍ତୁ ତା ଦୁର୍ବଳତା ନୁହେଁ, ତାହା ହେଉଛି ବାସ୍ତବରେ ଗୋଟେ ଶକ୍ତି, ଷ୍ଟ୍ରେଂଥ ଅଣ୍ଡର କଣ୍ଟ୍ରୋଲ ବୋଲି କୁହାଯାଏ। এটা ୱିକନେସ୍ ନୁହେଁ କିନ୍ତୁ ଷ୍ଟ୍ରେଂଥ ଅଣ୍ଡର କଣ୍ଟ୍ରୋଲ, ଅର୍ଥାତ୍ ଆମେ ନିୟନ୍ତ୍ରଣରେ ରଖିଛୁ ନିଜକୁ, ଆମେ ବଳିୟାନ ହେଇଥିବାରୁ ଆମେ ନିୟନ୍ତ୍ରଣରେ ରଖିଅଛୁ। God blesses those who are humble, for they will inherit the whole earth. এটা NLT লেখা গলা, NKJV রে meek লেখা আছে। Blessed are the meek, for they shall inherit the earth. ଯେଉଁମାନେ meek নম্রচিত্ত ସେମାନେ ପୃଥିବୀର ଅଧିକାରୀ ହେବେ। ଯେ poor in spirit also is almost same thing, ଆଉ ସେମାନେ ଈଶ୍ୱରଙ୍କର ରାଜ୍ୟ ଅଧିକାରୀ ହେବେ ବୋଲି ଲେଖା ହେଇଛି। ଯେତେବେଳେ ଆମେ নম্রতা ସହିତ, ମିକନେସ୍ ସହିତ, ମୃଦୁ ସ୍ୱଭାବ ସହିତ ଅନ୍ୟମାନଙ୍କ ସହିତ ଡିଲିଂ କରୁ, এইটা ହିଁ ଆମକୁ ପୃଥିବୀର ଅଧିକାରୀ କରେ। ଅର୍ଥାତ୍ ଯେଉଁମାନେ ପ୍ରାଉଡ, ଯେଉଁମାନେ ହଟି, ସେମାନେ ପୃଥିବୀର ଅଧିକାରୀ ହେବାଟା ଏତେ ସହଜ ନୁହେଁ, ସେମାନଙ୍କ ପାଇଁ ଡିଫିକଲ୍ଟ ହେବ। କିନ୍ତୁ ଯେଉଁମାନେ নম্র ଚିତ୍ତ ସେମାନେ ନିଶ୍ଚୟ ଅଧିକାରୀ ହେବେ, ପୃଥିବୀକୁ ଅଧିକାର କରିବେ ଏବଂ ପୃଥିବୀରେ ସେମାନେ ବହୁତ ଆଶୀର୍ବାଦ ପ୍ରାପ୍ତ ହେବେ। ଏଇଠି ଆଉ ଗୋଟେ ଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି ମିକନେସ୍ ପାଇଁ, ବା ସରି ଜେଣ୍ଟଲନେସ୍ ପାଇଁ, ମୃଦୁତା ପାଇଁ ଆଉ ଗୋଟେ ଶବ୍ଦ ଗ୍ରୀକ୍ ରେ ବ୍ୟବହାର କରାଯାଏ, ତାହା ହେଉଛି ଏପିଏକିସ୍। ଏପିଏକିସ୍ ମାନେ ଯାହାକି ଫିଲିପିଓ 4:5 ବ୍ୟବହାର କରାଯାଇଛି। ଏପିଏକିସ୍ ର ଅର୍ଥ ହେଉଛି ଏଇଟା ମଧ୍ୟ ଗୋଟେ ପ୍ରକାର ଜେଣ୍ଟଲନେସ୍, କିନ୍ତୁ ଏଇଟା ମାନେ ଆକ୍ଟିଭ ଭର୍ବ ରେ ଲେଖା ହେଇଛି, ଅର୍ଥାତ୍ ତୁମର নম্রতা, ମୃଦୁତା ପ୍ରକାଶ ପାଉ ଲୋକମାନଙ୍କ ମଧ୍ୟରେ, ରିଭିଲ କରିବାର ଅଛି, ବାହାରକୁ ପ୍ରକାଶ କରିବା। କିଭଳି? କାହା ସାଙ୍ଗରେ ଆମେ ବ୍ୟବହାର କଲେ ତ ପ୍ରକାଶ ପାଇବ, ଆମେ ମନ ମଧ୍ୟରେ নম্ର ହେଇପାରୁ, କିନ୍ତୁ নম্রତା ଟେଷ୍ଟ କେତେବେଳେ ଆସିବ? ଯେତେବେଳେ କୌଣସି ଲୋକ ସାଙ୍ଗରେ ଆମେ ଡିଲ୍ କରିବା, ଆମ ଉପରେ ଯେତେବେଳେ ଆଞ୍ଚ ଆସିବ, ସେତେବେଳେ ଆମେ নম্ର କି ନୁହେଁ, ଆମେ ମୃଦୁ କି ନୁହେଁ ତାହା ଜଣା ପଡିବ। ଯଦି ଆମ ଉପରେ ଯେତେବେଳେ କିଛି ଆଞ୍ଚ ଆସିବ ଏବଂ ଆମେ ହଠାତ୍ ରାଗିଯିବା ବା ରିଆକ୍ସନ କରିବା, ସାର୍ପ ରିଆକ୍ସନ କରିବା, ତାହେଲେ ଆମର ମୃଦୁତା ନାହିଁ। ସେଇଥିପାଇଁ କୁହାଗଲା ଫିଲିପିଓ 4:5 ପଢି ଦିଅନ୍ତୁ, ଫିଲିପିଓ 4:5। ତୁମମାନଙ୍କର ମୃତ୍ୟୁପଣ ଲୋକଙ୍କ ନିକଟରେ ପ୍ରକାଶିତ ହଉ, ପ୍ରଭୁ ନିକଟବର୍ତ୍ତୀ। ହଁ, ପ୍ରଭୁ ନିକଟବର୍ତ୍ତୀ। ତୁମମାନଙ୍କର ମୃଦୁପଣ, ମୃଦୁତା ସମସ୍ତଙ୍କ ମଧ୍ୟରେ ପ୍ରକାଶ ପାଉ ବୋଲି କୁହା। ଆମମାନଙ୍କୁ ଦରକାର ସେଇ ମୃଦୁତା ଏବଂ ଯାହାକି ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ମଧ୍ୟ ପାଇବାର ଅଛି। ଅର୍ଥାତ୍ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖିଲା ବେଳେ ଆମେ ମୃଦୁ ସ୍ୱଭାବ ପୋଷଣ କରୁ। ଦେଖନ୍ତୁ, ନିଜେ ନିଜେ নম্ର ମନ ଭିତରେ ଥିଲେ କିଏ ଜାଣିବ নম্ର ବୋଲି? ଯେତେବେଳେ ଆମେ କାହା ସମ୍ପର୍କରେ ଆସିବା, ସେତେବେଳେ ଆମମାନଙ୍କର নম্রতা ପ୍ରକାଶ ପାଇବାର ଅଛି। ସୋ নম্রতা ପ୍ରକାଶ ପାଉ ବୋଲି କହୁଛନ୍ତି, ଅର୍ଥାତ୍ ଇଣ୍ଟର ରିଲେସନସିପ ରେ ତୁମର নম্রতা ପ୍ରକାଶ ପାଉ। ଆମେ ପ୍ରଭୁଙ୍କର ବାକ୍ୟରୁ ଦେଖୁ, ପ୍ରଭୁ ଯୀଶୁ କହିଛନ୍ତି ମାଥ୍ୟୁ ତାର 7:12 ଅନ୍ୟମାନେ ତୁମମାନଙ୍କ ପ୍ରତି ଯେପରି ବ୍ୟବହାର କରନ୍ତୁ ବୋଲି ତୁମେ ଚାହୁଁଛ, ତୁମେ ମଧ୍ୟ ସେମାନଙ୍କ ପ୍ରତି ସେହିପରି ବ୍ୟବହାର କର। ଏଇଟା ହଉଛି ଈଶ୍ୱରଙ୍କର ଧର୍ମଶାସ୍ତ୍ର ଏବଂ ଭାବବାଦୀ ମାନଙ୍କର ଶିକ୍ଷାର ସାର ମର୍ମ। ଅର୍ଥାତ୍ ଶାସ୍ତ୍ରର ସାର ହଉଛି
आमे अन्य प्रति से प्रकार व्यवहार करिवा जहाँ तांको ठारू आमे आशा बा आकांक्षा करिथाउ। इटा हज गोल्डन वर्ड जो माने यहाकू मन रखिथांती सबले एवं से प्रकार व्यवहार करते से माने वास्तव रे तांकर मृदुपण अन्य मान प्रकाश करुछंती एवं से लोक माने निश्चय आशीर्वाद प्राप्त हेबे पृथ्वी रे एवं से माने धन्य हेबे। तेबे यहाकू हमन को अभ्यास करिया पड़िबो एटा ऑटोमेटिक आसीबो नाही अभ्यास करिवार अछि। जेतेबेले कॉन्फ्लिक्ट बा समस्या आसुछि सेही समय हमर मृदुपण को टेस्ट करा जाय हमर मृदुपण सेतेबेले टेस्ट करा जिवो जेतेबेले किछि कॉन्फ्लिक्ट बा किछि समस्या बा किछि अन्य मान सहित हमनकर बुझामणा जेतेबेले बिगड़िबो सेतेबेले ताकू हमने प्रयोग करबा को पड़िबो। हमर इंटरेक्शन विथ अदर्स हमर अन्य मान सहित जडा हमनकर इंटरेक्शन आरंभ हबो एवं सेतेबेले हमनकर मृदुपण रो टेस्ट हे परिबो। आ गोटे ग्रीक शब्द व्यवहार करा जायछि ताको आ जाय प्राओस। प्राओस माने होजी वास्तव प्राओस होची ए जो ओडिया रे कहला मृदुता सेटा होची वास्तव रे प्राओस जो जाकी गलाते 6:1 रे मध्ये लिखा है परंतु तार अर्थ होची माइल्ड बा इंग्रजी रे माइल्ड बोली कहते माने हल्का हल्का व्यवहार करबा हल्कापण अन्य मान के प्रति हमें किमती सहनशील हेबा से प्रकार विषय कहे जे गलातियो तार 6:1 पद। हे भाई माने जदि कहीं कौन अपराध रे धरा पड़े आत्मिक जे तुम्हें माने मृदु भाव से सही प्रकार लोकों को संशोधन कर पुणी के जानी निजे मध्य परीक्षा रे पड़ी पार एथिपई आपणा विषय रे सावधान हुओ। जदि के पाप करुछि अपराध करुछि ता प्रति मृदु व्यवहार करो। देखिबे बेले बेले के जदि भूल कर देला हठात लोग बहुत हार्श व्यवहार करता माने कठोर कर्कश कोण ता सहित अवलंबन करथांते किंतु प्रभु कहउचंती कोनसी लोग भूल कले मध्य ता प्रति मृदु व्यवहार करो कारण केतेबेले तुमे जे से प्रकार भूल काम न करिवो एथरे कोन ग्यारंटी अछि तुमे भी पड़ी जाई पारो सेथि पई काले तुमे भी पड़ी जीवार संभावना अछि या जानी तुमे बड़े लोग भूल करथिले ता प्रति मृदु व्यवहार करो माइल्ड माने हल्का भावरे ताकू तुमे अनुयोग करो किंतु हल्का भावरे करो एमती अनुयोग करो नै सत जेमती तुमे बिल्कुल केबे भूल करि ना हो बा भविष्य रे केबे करिवो नाही बा तुमे करिवा भली व्यक्ति नु हो निष्पाप निर्दाग एमती भाभी की करिवा कथा ने व्यवहार जेतले हमें काहाको अनुयोग करूछु कि जदि भूल करूछि ताले माइल्ड वे रे ताको हमें ट्रीट करिवा दरकार आ एटा सबले मन हमने बैक ऑफ द माइंड हमें एटा रखिवा दरकार जे मोर मु मध्य मनुष्य एवं काले मोर मध्य केतले भूल हे जाई पारे सेति पई हमन को सावधान होगा पड़े। प्रभु जी निजे कहले तुम आखरे कड़ी काठ तुम आखिरे कड़ी काठ अच्छी आ तुम्हें तुमर भाई रो आखिरे गोटे कुटा लगी ताकू बाहर करने चेष्टा करुच प्रथम कड़ी काठ काढ़ तापरे कुटा काढ़िया तुम भल देखी पार अर्थात तार आखिरे कड़ी काठ रही प्रभु कहया माने सेटा जस्ट गोटे एग्जांपल दउचंती जे तुम आखिरे बड्ड गोटे कुटा लगी एवं छोटिया गोटे कुटा को तुम काढ़िया अन्य तुम सामने जे भाई अच्छी तार कुटा को तुम देखुच अर्थात भूल को देखुच तुम पाखे केते भूल तापरे ओडिया भाषा रे कोन कहंती चालुणी को छुंची को
ତୋ ମୁଣ୍ଡରେ ଗୋଟିଏ କଣା କି ଚାଲୁଣି କହୁଛି ଛୁଞ୍ଚିକୁ, କିନ୍ତୁ ଚାଲୁଣି ପାଖରେ ଯେ ସହସ୍ର କଣା ଅଛି ତାହା ସେ ନିଜେ ଦେଖିପାରୁ ନାହିଁ। ତ ଆମମାନଙ୍କର ଜୀବନ ଈଶ୍ୱରଙ୍କର ଅନୁଗ୍ରହରେ ପ୍ରଭୁ ଆମକୁ କ୍ଷମା ଦେଇଥିବାରୁ ଆମେ ଆଜି ସାଧୁ ଭାବରେ ବୋଲା ଯାଇ ପାରୁଛୁ। ନଚେତ୍ ଆମମାନଙ୍କର କେତେ ଯେ ଭୁଲ ଅଛି, ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସ କରିଥିବାରୁ, ପ୍ରଭୁଙ୍କର ଅନୁଗ୍ରହ ତଳେ ଶରଣ ନେଇଥିବାରୁ ଆଜି ଆମମାନଙ୍କୁ ସେ କ୍ଷମା ମିଳିଛି ଏବଂ ଆମେ ସାଧୁ ଭାବରେ କଣ୍ଟିନ୍ୟୁ କରିପାରୁଛୁ। ପ୍ରଭୁଙ୍କର ଅନୁଗ୍ରହ ଏବଂ କ୍ଷମା ନଥିଲେ ଆମମାନଙ୍କର ଅବସ୍ଥା କ'ଣ ହେଇଥାନ୍ତା? ସେଥିପାଇଁ ଯେତେବେଳେ ଆମେ ଅନ୍ୟମାନଙ୍କ ସହିତ ବ୍ୟବହାର କରୁଛୁ, ଲେଟ୍ସ ବି ମାଇଲ୍ଡ। ପବିତ୍ର ଆତ୍ମା ଯଦି ଆମ ମଧ୍ୟରେ ଅଛନ୍ତି, ଆମମାନଙ୍କୁ ସେ ମାଇଲ୍ଡ ବା ମୃଦୁ ପଣ ଦେବେ। ଆଉ ଅନ୍ୟକୁ ଯଦି ଆମେ ପୁନଃସ୍ଥାପନ କରିବାକୁ ଯିବା, ମୃଦୁପଣ ଦରକାର। ଆମେ ଯଦି କଠୋର ଶବ୍ଦ ବ୍ୟବହାର କରିବା, ଅତି ରୁକ୍ଷ ଭାବରେ ଗୋଟେ ବ୍ୟକ୍ତି ସହିତ ଆମେ ଯଦି ଟ୍ରିଟ୍ କରିବା, ସେ ଭୁଲ କରିବା ଲୋକ କେଜାଣି ଅନୁତାପ କରିବ ନାହିଁ ବା ଫେରି ଆସିବ ନାହିଁ, ବରଂ ତା ପ୍ରତି ତାହା ଅତି କଠୋର ଏବଂ ଭାରି ଲାଗିବ ଏବଂ ସେ ବିଶ୍ୱାସରେ ବଢି ପାରିବ ନାହିଁ। ସେଇଥିପାଇଁ ଯେଉଁମାନେ ବିଶ୍ୱାସରେ ଦୃଢ ଅଛନ୍ତି ସେମାନେ ନମ୍ର ଭାବରେ ଏବଂ ହାଲୁକା ଭାବରେ ଅତି ଭାରି କରି ତାଙ୍କ ସହିତ ବ୍ୟବହାର ନ କରନ୍ତୁ। ଆଉ ଆମେ ନିଜ ବିଷୟରେ ଚିନ୍ତା କରୁ, ଅତୀତରେ କ'ଣ ସେମିତି କିଛି ପରିସ୍ଥିତି ଆମ ଜୀବନରେ ଆସିଛି ଯେ କେହି ଜଣେ ଭୁଲ କରିଛି ଏବଂ ଆମେ ତା ସହିତ ଅତି କଠୋର ବ୍ୟବହାର କରିଛୁ? ଏମିତି କ'ଣ ପରିସ୍ଥିତି ଆସିଛି କି? ତାହେଲେ ଆମେ ନିଜକୁ ଆମେ ପରୀକ୍ଷା କରିବା ଯେ ମୁଁ କ'ଣ କରିଛି ଏବଂ ଅତୀତର ଅନୁଭୂତିରୁ ଭବିଷ୍ୟତକୁ ଆମେ ଗଠନ କରିବାର ଅଛି। ଅତୀତ ସବୁବେଳେ ଆମକୁ ହେଲ୍ପ କରେ ଆମମାନଙ୍କର ଫ୍ୟୁଚରକୁ ସୁଧାରିବା ନିମନ୍ତେ, ଆମମାନଙ୍କର ଜୀବନକୁ ସୁଧାରିବା ନିମନ୍ତେ। ବେଳେବେଳେ ଆମେ ଏମିତି ପରିସ୍ଥିତିର ସମ୍ମୁଖୀନ ହେଇ ଅନ୍ୟମାନଙ୍କ ସହିତ ଅତି ତିକ୍ତ ସମ୍ପର୍କ ହେଇଯାଇଛି, ଆମର କଠୋରତା ପ୍ରକାଶ ପାଇଛି, ତଦ୍ୱାରା ଅନ୍ୟମାନେ ଆମ ସହିତ ଭଲ ସମ୍ପର୍କ ରଖିନାହାନ୍ତି ବା ଆମର ସମ୍ପର୍କ ବିଗିଡ଼ି ଯାଇଛି। ବିଶ୍ୱାସୀ ମାନଙ୍କ ମଧ୍ୟରେ କଥା କହୁଛି, ବିଜାତୀୟ ମାନଙ୍କ କଥା ମୁଁ କହୁନି, ବିଶ୍ୱାସୀ ମାନଙ୍କ ମଧ୍ୟରେ। ତ ଆମେ କୋମଳ ବ୍ୟବହାର କରିବା। ବେଳେବେଳେ ଏମିତି ହୁଏ ଯେ ଲୋକମାନେ ଭୁଲ କରନ୍ତି ନିଜେ ଏବଂ ତାଙ୍କର ଭୁଲକୁ ଯଦି ଆମେ ଦେଖେଇବା ସେମାନେ ଗ୍ରହଣ କରିପାରନ୍ତି ନାହିଁ। ଆଉ ଏମିତି ହୁଏ ଯେ ସେମାନେ ସେଇଟା ସେମାନଙ୍କ ପାଇଁ ବହୁତ କଷ୍ଟକର ହେଇଯାଏ। ସେଥିପାଇଁ ଆମେ କାହାର ଭୁଲ ଦେଖିବା ବେଳେ ପ୍ରେମରେ ଅନୁଯୋଗ କରିବା ଏବଂ ଅତି ହାଲୁକା ଭାବରେ ସେଟାକୁ ନୁହଁ, ଏତେ ଗାମ୍ଭୀର୍ଯ୍ୟତାର ସହ ତାକୁ ନେବା ନାହିଁ। ଅବଶ୍ୟ ପାପକୁ ବା ଭୁଲକୁ ଗାମ୍ଭୀର୍ଯ୍ୟତାର ସହିତ ନିଆଯାଏ, କିନ୍ତୁ ଯେତେବେଳେ ଆମେ ଡିଲ୍ କରୁଛୁ ଆମେ ଏମିତି କରିବା ସତେ ଯେମିତି ଆମେ ଗାମ୍ଭୀର୍ଯ୍ୟତାର ସହ ତାକୁ ସାମ୍ନା କରୁନା। ସେଇଟା ଆମମାନଙ୍କର ପ୍ରେମକୁ, ଆମମାନଙ୍କର ମୃଦୁପଣକୁ ପ୍ରକାଶ କରିବ ସେଇ ବ୍ୟକ୍ତି ନିକଟରେ। ଆଉ ଗୋଟେ ଶବ୍ଦ ବ୍ୟବହାର, ଚତୁର୍ଥ ଶବ୍ଦ ବିଷୟରେ ମୁଁ କହିବି, ତାହା ହେଉଛି ଟାପେଇନୋ ଫ୍ରୋସୁନେ ବୋଲି ଗୋଟେ ଲମ୍ବା ଗ୍ରୀକ ଶବ୍ଦ ଅଛି, ଯୋଉଟା ହଉଛି ବାସ୍ତବ ନମ୍ରତା। ଏଇଠି ନମ୍ରତା ଶବ୍ଦ ବ୍ୟବହାର କରାଯାଇଛି। ଜେଣ୍ଟଲନେସ୍ ବୋଲି ଆମେ କହୁଛୁ, ଜେଣ୍ଟଲନେସ୍ ହଉଛି, ଜେଣ୍ଟଲନେସ୍ ଭିତରେ ଅଛି ମିକନେସ୍, ନମ୍ରତା। ମିକ୍ ଅର୍ଥାତ୍ ଆତ୍ମାରେ ଦିନହୀନ ଅବସ୍ଥା, ଏବଂ ତାପରେ ଏପିଏକିସ୍ ମାନେ ଅନ୍ୟକୁ ଆମେ କନସିଡର କରିବା, ଆମମାନଙ୍କର ମୃଦୁପଣ ଦେଖେଇବା। ଯେତେବେଳେ ଅନ୍ୟମାନଙ୍କର
सहित आम डील करूछु हमर मृदुपण देखाइबा। तृतीय देखिलु प्राउस। प्राउस माने माइल्ड बा अति कोमल भावरे हल्का भावरे भूल करुवा लोक सहित डीलिंग करवा। चतुर्थ शब्द है टपेनो प्रशुने अर्थात वास्तव ह्यूमिलिटी हम्बल एंड मोडेस्ट बोली कहा हम्बल एंड मोडेस्ट। कलोसियो 3 पर्व 12 पदरे ताहा माने पाई पारुछु जो स्थान प्रभु कहउचंती नम्रता को परिधान करो से स्थान रे शब्द व्यवहार करे छी टपेनो प्रशुने पढ़िबा कलोसियो 3:12। ଅତେ ବି ଈଶ୍ୱରଙ୍କର ମନୋନୀତ ସାଧୁ ଅପ୍ରିୟ ଲୋକ ହୋଇ କୋମଳ ହୃଦୟ ଦୟା ନମ୍ରତା ମୃଦୁତା ଓ ଦୀର୍ଘ ସହିଷ୍ଣୁତା ପରିଧାନ କର। दीर्घ सहिष्णुता कहले सब को परिधान कर बोली कहे छी। ता भितरे कोमलता मध्य अछि आ मृदुता मध्य अछि। सॉफ्टनेस एंड माइल्डनेस सॉफ्ट एंड माइल्ड। कोमल होची सॉफ्ट माइल्ड होची मृदु। तेणु कोमलता कोमल साधारणतः आमनकर स्वर रे जते बेले कर्कशता नथिबो कठोरता नथिबो तीक्ष्ण नथिबो मात्र हमें कोमल भाव रे कथा कहि परिबा। हमने कहि पर एडा बोल अलगत बोल बोली कहि परिबा जण मते कहि परिबा भाई बा भोणी हाँ एटा ईश्वर को दृष्टि रे भूल। तेणु यहीपरि आम कम करवा कथा न यही टाइप कोमल भाव माइल्ड भाव कहवा माइल्ड केमती आम कहवा देखंतु समस्त द्वारा किसी ना किसी भूल हो पारे। आज आपनकर काली मोर मध्य हो पारे से किंतु जेतबेले आमनकर भूल जना पड़ुची बा आमे जानि पारुछु हमरे मन परिवर्तन करबा एवं बदलिबा भल श्रेयस्कर प्रभुता आम जीवन अपेक्षा करते यहाँ आम हल्का भाव डील कलु माइल्ड वे रे माने निजको तांका संगे समान करदेलु से न भाबु जे से पूरा तले अछि एवं आमे बहुत ऊपर अछि। तबे आमे ताकू भूल करबा लोक को स्तर को आमे भूल करबा लोक स्तर को आमे ओल्लै जाऊ सेतेबेले आमनकर माइल्डनेस प्रकाश पाइब मृदुपण प्रकाश पाइब। आ प्रभु कहते एटा को छाड़ नहीं जमती कि ड्रेस को ओह्लाए नहीं ड्रेसअप आम थाऊ ये जो मृदुपण गोटे सुंदर ड्रेस सुंदर वस्त्र कोमलता गोटे सुंदर वस्त्र ड्रेस कहले किए जड़े कौन एकदम टाण ड्रेस पिंधा भल पाती कि नुहे ना समस्ते सॉफ्ट ड्रेस पिंधा भल पाती स्मूथ लगुव चमड़ा लगुव हल्का लगुव हल्का ड्रेस हेवी ड्रेस क्या भल लगे खाली बेले बेले मु देखे भौणी मैंने बेले बेले शाढ़ी पिंधला बेले मंड देकर स्टिफ कर कटन शाढ़ी को आगुरु आग काल एमती बहुत चलता आजिकल धीरे धीरे मु देखु सेटा बेसी प्रचलित होनी किंतु आजिकल गोटे कौन गोटे मिलूँ मोर मन पड़ने सेटा जो द्वारा कपड़ा गुड़ाक हल्का रोची एवं ठीक तार साइज मध्य रोची भौणी माने कहि पारिबे। एलिजाबेथ भौणी कौन किणी था तमे कपड़ा रे पकड़ लगया पे हैं रिवाइव आ कौन अछि की रिवाइव छोड़ा कंफर्ट गुटे राइट राइट रिवाइव कंफर्ट एगुडा को ना गुडा को अछि माने जेंति शरीर को कंफर्टेबल लागिवो सेति पई आ साड़ी रे रिवाइव पको जल्दी के शार्ट शार्ट आगुर पकोतिले
ପୁଅ ମାନେ ମଧ୍ୟ ପକଉଥିଲେ ବା ପୁରୁଷ ଲୋକମାନେ ମଧ୍ୟ ମଣ୍ଡ ଦିଆଯାଉଥିଲା ଆଗରୁ, କିନ୍ତୁ କାହିଁ ମତେ କେବେ ପସନ୍ଦ ଲାଗେନି ମଣ୍ଡ। ଆଉ ଗୋଟେ କଥା, ଆଗ କାଳରେ କଣ ଦଉଥିଲେ, ଆଗ କାଳରେ ରିଭାଇଭ ମିଳୁନଥିଲା ମାର୍କେଟରେ, ସେଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର ଷ୍ଟାର୍ଚ ବ୍ୟବହାର କରୁଥିଲେ, ଯେମିତି ଚାଉଳର ପେଜକୁ ମଧ୍ୟ ଲଗେଇ ଦଉଥିଲେ ଏବଂ ସେ ପେଜରେ ଯେତେବେଳେ ପାଣି ପଡିବ କେମିତି ଗୋଟେ ବାସନା ଆସୁଥିଲା, ତେଣୁ ସେଇଗୁଡାକ ଭଲ ଲାଗୁନଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ ବିଭିନ୍ନ ବିଷୟ ବାହାରିଲାଣି, ସେଇଥିପାଇଁ ଆମମାନଙ୍କୁ କ୍ୟାଫେଇନ ପ୍ରସୂନେ ହେବାର ଅଛି, ଅର୍ଥାତ୍ ନମ୍ରତାକୁ, କୋମଳତାକୁ ଆଉ ମୃଦୁପଣକୁ ବସ୍ତ୍ର ଭାବରେ ପରିଧାନ କରିବାର ଅଛି। ଅନବରତ ଏଇଟା ଆମ ଜୀବନରେ ରହିବାର କଥା, ଏବଂ ବସ୍ତ୍ର ଯେମିତି ବାହାରକୁ ଦେଖାଯାଏ ସେଭଳି ଆମର ମୃଦୁପଣ ବାହାରେ ପ୍ରକାଶ ପାଇବାର ଅଛି। ଯେତେବେଳେ ଅନ୍ୟମାନଙ୍କ ସାଙ୍ଗରେ ଆମେ ଡିଲ୍ କରୁଛୁ, ଆମେ ସେମାନେ ଫିଲ୍ କରିବାର ଅଛି ଯେ ଆମେ ତାହା ପିନ୍ଧିଛୁ, ଅର୍ଥାତ୍ ନିଜ ଠାରୁ ଅନ୍ୟକୁ ଆମେ ଶ୍ରେଷ୍ଠ ଜ୍ଞାନ କରିବା। ବେଳେ ବେଳେ ଶ୍ରେଷ୍ଠ ଜ୍ଞାନ କରିବାଟା ବହୁତ କଷ୍ଟକର ହେଇଯାଏ। କମ ସେ କମ ସମାନ ବ୍ୟବହାର କରନ୍ତୁ, ଅର୍ଥାତ୍ ଅନ୍ୟ ଠାରୁ ଯାହା ଆଶା କରୁଛନ୍ତି ତାହା ପ୍ରତି ତାହା କରନ୍ତୁ। ଏଇଟା ହଉଛି ବରାବରି। ବରାବରି କମ ସେ କମ ରହିବା ଦରକାର। ବର୍ତ୍ତମାନ ଆମେ ନିଜ ବିଷୟରେ ଟିକେ ଅନୁସନ୍ଧାନ କରିବା, ନିଜ ଜୀବନକୁ ଟିକେ ଝାଙ୍କି କରି ଦେଖନ୍ତୁ, ବା କଣ ସେଟା ଝାଙ୍କିବା ମାନେ ଓଡିଆ ଶବ୍ଦ ନୁହେଁ, ଟିକେ ନିଜ ଜୀବନକୁ ଦେଖନ୍ତୁ, ଟିକେ ଅନୁକ୍ଷଣ କରନ୍ତୁ, ନିରୀକ୍ଷଣ କରନ୍ତୁ ଯେ ଆପଣଙ୍କର ଜୀବନରେ ସେହି ମୃଦୁତା, କୋମଳତା ଏବଂ ନମ୍ରତା ଅଛି କି? ଆଉ ଯଦି ନାହିଁ, କେଉଁ କ୍ଷେତ୍ରରେ ଆପଣଙ୍କର ଅଭାବ ହେଉଛି? ଖାଲି ଆପଣଙ୍କୁ କହିବାଟା ଠିକ ହବନି, ମୋ ଜୀବନରେ ମଧ୍ୟ ତାହା ପ୍ରଯୁଜ୍ୟ। ମୁଁ ନିଜେ ଅନୁକ୍ଷଣ କରିବି, ନିରୀକ୍ଷଣ କରିବି ଯେ ମୋ ଜୀବନରେ କୋଉ କ୍ଷେତ୍ରରେ ମୁଁ ନମ୍ର ହେଇପାରୁନାହିଁ, କୋମଳ ହେଇପାରୁନାହିଁ, ବା ମୁଁ ମୃଦୁପଣ ଦେଖେଇ ପାରୁନାହିଁ ଲୋକମାନଙ୍କ ସହିତ, ବିଶ୍ୱାସୀ ମାନଙ୍କ ସହିତ। ଏଇଟା ମତେ ଚିନ୍ତା କରିବାର ଅଛି। ବେଳେ ବେଳେ କଣ, ଯେଉଁମାନେ ଲିଡରସିପ ପୋଜିସନରେ ଥାନ୍ତି ସେମାନେ ମୃଦୁପଣ ଦେଖେଇଲା ବେଳେ ସେଟା ଲୋକମାନେ ତାଙ୍କର ଦୁର୍ବଳତା ବୋଲି ଭାବନ୍ତି, ଆଉ ସେଥିପାଇଁ ବେଳେ ବେଳେ କଠୋର ହେବାକୁ ପଡିଥାଏ ଇଣ୍ଟେନସନାଲି। ଆଉ ସେଇଟା ପବିତ୍ର ଆତ୍ମା ଆମକୁ ଚାଳନା ଦିଅନ୍ତି ସେମିତି କଠୋର ହେବା ପାଇଁ ମଧ୍ୟ। ବେଳେ ବେଳେ ଷ୍ଟ୍ରିକ୍ଟନେସ୍, ସେଟା କଠୋର ମାନେ ଷ୍ଟ୍ରିକ୍ଟନେସ୍, ଆମେ କଡାକଡି ଭାବରେ ବେଳେ ବେଳେ ଗୋଟେ ଗୋଟେ ବିଷୟକୁ ଡିଲ୍ କରିବା ଦରକାର। ଆଉ ବେଳେ ବେଳେ ଆମେ ନର୍ମାଲି ତାକୁ ଡିଲ୍ କରିବାକୁ ପଡିଥାଏ। ପବିତ୍ର ଆତ୍ମା ଆମକୁ ଚାଳନା ଦିଅନ୍ତି କେମିତି ଡିଲ୍ କରିବାର ଅଛି, ଆଉ ଦ୍ୟାଟ୍ ଇଜ ଇନ୍ ଲିଡରସିପ। କିନ୍ତୁ ସର୍ବସାଧାରଣ ଭାବରେ ଆମମାନଙ୍କୁ ମୃଦୁ ଭାବରେ, ହାଲକା ଭାବରେ ସବୁ କିଛି ନେବାକୁ ପଡିବ। ଆମର ଇଣ୍ଟର ରିଲେସନସିପ, ଅନ୍ୟମାନଙ୍କ ସହିତ ଆମର ସମ୍ପର୍କ କେମିତି ହଉଛି ସେଇଟା ଆମମାନଙ୍କୁ ବର୍ତ୍ତମାନ ପରୀକ୍ଷା କରିବାର ଅଛି। ମତେ ଆପଣ ନିଜେ ମଧ୍ୟ ଆପଣମାନେ ନିଜକୁ ପରୀକ୍ଷା କରନ୍ତୁ ପ୍ରାକ୍ଟିକାଲି, ଯେ ମୁଁ କେଉଁ କ୍ଷେତ୍ରରେ ମୋର ଡେଭଲପ କରିବାର ଅଛି, କେଉଁ କ୍ଷେତ୍ରରେ ମୁଁ ମୋର ମୃଦୁପଣ, କୋମଳ ସ୍ୱଭାବ ଡେଭଲପ କରିବାର ଅଛି। ଆଉ ଏଇ ସ୍ଥାନରେ ବହୁତ ଗୋଟେ ଭଉଣୀ ଅଛନ୍ତି, ସେଥିପାଇଁ ଭଉଣୀ ମାନଙ୍କ ବିଷୟରେ ଲେଖାଯାଇଛି ପ୍ରଥମ ପିତର ତାର 3 ପର୍ବରେ ଲେଖାଯାଇଛି। 3 ପର୍ବ 1ରୁ ତଳକୁ ପଢିଲେ ଜାଣିପାରିବେ, ପଢିବା ଦରକାର ନାହିଁ। ସେଠି ଲେଖା ହେଇଛି କୋମଳ ସ୍ୱଭାବ, ଗୁପ୍ତ କୋମଳ ସ୍ୱଭାବ, ଏଇଟା ଦରକାର ପ୍ରତ୍ୟେକ ଲେଡିକୁ। ଆଉ ଭଉଣୀ ମାନେ ସେମିତି ତ କୋମଳ, ତାଙ୍କର ଶରୀର କୋମଳ, କିନ୍ତୁ ତାଙ୍କର ସ୍ୱଭାବ ବି କୋମଳ ହେବା ଦରକାର। ତେଣୁ ଭଉଣୀ ମାନଙ୍କର
ସ୍ୱର ମଧ୍ୟ କୋମଳ, ଶରୀର କୋମଳ, ଆଉ ସ୍ୱଭାବ ମଧ୍ୟ, କଥାବାର୍ତ୍ତା ମଧ୍ୟ, ଡିଲିଂ ମଧ୍ୟ କୋମଳ ହେବା ପ୍ରଭୁ ଆଶା କରନ୍ତି ଏବଂ ତଦ୍ୱାରା ଆମେ ଅନ୍ୟମାନଙ୍କୁ ଜିଣି ପାରିବା। ଇଟ୍ସ ଏ ୱିନ୍ ୱିନ୍ ସିଚୁଏସନ। ଆମେ ନମ୍ର, କୋମଳ, ମୃଦୁ ହେବା ଦ୍ୱାରା ଆମେ କିଛି ହରଉ ନାହୁଁ, ଆମେ ଜିଣୁଛୁ। ଯୋଉମାନଙ୍କର ସ୍ୱାମୀ ମାନେ ବିଶ୍ୱାସ କରିନାହାନ୍ତି, କେହି ଯୋଉ କୋମଳ ଗୁପ୍ତ ସ୍ୱଭାବ ଦ୍ୱାରା, ପ୍ରେମ ଦ୍ୱାରା ଆମେ ତାକୁ ଜିଣି ପାରିବା। ଆଉ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତି ଏଥିରେ। ତାହେଲେ ଆମେ କଣ କରିବା ଦରକାର? ଏଇ ମୃଦୁପଣକୁ ଆମେ କେମିତି ଡେଭଲପ କରିବା? ଫାର୍ଷ୍ଟ ଆମେ ରିଅଲାଇଜ କରିବା ଯେ ମତେ ଆଉ ଟିକେ କୋମଳ ହେବାକୁ ପଡିବ, ମତେ ଆଉ ଟିକେ ସଫ୍ଟ ହେବାକୁ ପଡିବ, ମତେ ଆଉ ଟିକେ ମାଇଲ୍ଡ ହେବାକୁ ପଡିବ, ମୃଦୁ ହେବାକୁ ପଡିବ, ମତେ ଆଉ ଟିକେ କନସିଡରେଟ ହେବାକୁ ପଡିବ, ଅନ୍ୟ ସହିତ ବୁଝାମଣା କରିବାକୁ ପଡିବ, ଆଉ ମତେ ନମ୍ର ହେବାକୁ ପଡିବ, ମିକନେସ୍ ହେବାକୁ ପଡିବ, ମୋର ମିକନେସ୍ ଦରକାର ଏବଂ ମତେ ନମ୍ର ହେବାକୁ ପଡିବ ଆଉ ମୁଁ ନମ୍ରତାକୁ ପରିଧାନ କରିବାର ଅଛି। ଯେତେବେଳେ ଆମେ ତାହାକୁ ଜାଣିପାରିବା, ଆମମାନଙ୍କର ନିଜର ଜୀବନକୁ ପରୀକ୍ଷା କଲେ, ତାପରେ ଆମେ କହିବା, ପ୍ରାର୍ଥନା କରିବା, ପ୍ରଭୁ ମତେ ଏଇ ଗୁଣ ଦରକାର, ଦୟାକରି ଦିଅ। ପବିତ୍ର ଆତ୍ମାଙ୍କର ସାହାଯ୍ୟ ମାଗିବ, ପବିତ୍ର ଆତ୍ମା ମତେ ତୁମେ ସାହାଯ୍ୟ କର, ମତେ କୋମଳ କର, ସଫ୍ଟ କର, ମତେ ମୃଦୁ କର। କେମିତି କରାଯାଏ? ବାକ୍ୟ ରୂପ ହାତୁଡ଼ି, ବାକ୍ୟ ରୂପ ଜଳରେ ଆମକୁ ସଫ୍ଟ କରାଯାଇ ପାରିବ। ଆଉ ଖ୍ରୀଷ୍ଟ ଆମମାନଙ୍କର ମଡେଲ ଅଟନ୍ତି ଏବଂ ସେଇଥିପାଇଁ ସେ ମୃଦୁ ଥିଲେ ଏବଂ ଆମମାନଙ୍କର ଜୀବନ ମଧ୍ୟ ସେ ପ୍ରକାର ମୃଦୁ ହେବା ଦରକାର। ଏଇଟା ଗୋଟେ ପ୍ରାକ୍ଟିସ କରିବାର ବିଷୟ। ତାପରେ ଆମେ ଧୀରେ ଧୀରେ ପ୍ରାକ୍ଟିସ କରିବା ଦରକାର ଯେ ମୁଁ ତାହାକୁ ସେମିତି ହବନି, ମୁଁ ତାକୁ ପ୍ରାକ୍ଟିସ କରିବାକୁ ପଡିବ। ଆଉ ତାହେଲେ ଆମର ଇମ୍ପାକ୍ଟ ବଢିବ। ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଅନ୍ୟମାନଙ୍କ ସହିତ ସମ୍ପର୍କରେ ଆମେ ଇମ୍ପାକ୍ଟଫୁଲ ବା ପ୍ରଭାବଶାଳୀ ହେଇପାରିବା ଯେତେବେଳେ ଆମର ନମ୍ରତା ରହିବ। ପ୍ରଭୁ ଯୀଶୁ ନିଜେ କହିଲେ ମାଥ୍ୟୁ 11:29 ମାଥ୍ୟୁ 11:29 କହିଲେ, I am gentle and humble in heart. ପଢନ୍ତୁ ମାଥ୍ୟୁ ତାର 11:29। ମୋ ଜ୍ୱାଳି ଆପଣ ଉପରେ ଦିନ, ପୁଣି ମୋ ନିକଟରୁ ଶିଖ, ମୁଁ ମୃଦୁଶୀଳ ଓ ନମ୍ରଚିତ, ଆଉ ତୁମେ ମାନେ ଆପଣ ଆତ୍ମାରେ ବିଶ୍ରାମ ପାଇବ। ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ତେଣୁ ତୁମେ ଆପଣ ଆତ୍ମାରେ ବିଶ୍ରାମ ପାଇବ। ଆତ୍ମାରେ, ଶରୀରରେ ନୁହେଁ। ମୁଁ ଏଇ କଥାକୁ ସବୁବେଳେ ଜୋର ଦେଇଥାଏ। ବିଶ୍ରାମ ପାଇବ ମାନେ ଶରୀରରେ ବିଶ୍ରାମ ନୁହଁ, ଆତ୍ମାରେ ବିଶ୍ରାମ। କାହାଠାରୁ ଆମକୁ ବିଶ୍ରାମ ମିଳିବ? ଆମେ ମଧ୍ୟ ଯୀଶୁଙ୍କର ବିଶ୍ରାମ ଲୋକମାନଙ୍କୁ ଦେବାର ଅଛି, ଏକ୍ସଟେଣ୍ଡ କରିବାର ଅଛି। ଆମେ ହଉଛୁ ପ୍ରଭୁଙ୍କର ଏଜେଣ୍ଟ, ପ୍ରଭୁଙ୍କର ପ୍ରଚାର ପତ୍ର, ଆଡଭର୍ଟାଇଜମେଣ୍ଟ। ଆମେ ପ୍ରଭୁଙ୍କର ସେଇ ଗୁଣକୁ ଡିସପ୍ଲେ କରିବାର ଅଛି, ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବାର ଅଛି। ମୃଦୁ କଣ, ନମ୍ରଚିତ୍ତ, ଏଇ ପ୍ରକାର ଲୋକ କେବଳ ଏଇ ପ୍ରକାର ଲୋକ ଆମ ସାଙ୍ଗରେ ସମ୍ପର୍କ ରଖିଲେ he or she will be at rest। ସେ ଆମ ସହିତ ଆରାମରେ ଡିଲିଂ କରିପାରିବ ଯଦି ସେଇ ପ୍ରକାର ଲୋକ ଆମେ ଯଦି ଏମିତି ବ୍ୟବହାର କରୁଥିବା, ସତେ ଯେମିତି ଆମେ ସ୍ୱର୍ଗରୁ ଓହ୍ଲେଇ ଆସିଛୁ, ସ୍ୱର୍ଗର ପରି ଆମେ, ସ୍ୱର୍ଗର ଦୂତ ଆମେ, ଆଉ ଆମଠାରେ କିଛି ପାପ ନାହିଁ, ଦୋଷ ନାହିଁ, ଭୁଲ ନାହିଁ, ତାହେଲେ ଯେଉଁ ଲୋକ ଭୁଲ କରୁଛି ସେ ଆମ ସହିତ ସମ୍ପର୍କ ହିଁ ରଖିବା ପାଇଁ ଇଚ୍ଛା କରିବ। କିନ୍ତୁ ଆମେ ଯଦି କୋମଳ ଏବଂ ନମ୍ରଚିତ୍ତ ଭାବରେ ଲୋକମାନଙ୍କ ସହିତ ଡିଲିଂ କରିବା, ସେମାନେ ଆମ ସହିତ କମ୍ଫର୍ଟେବଲ ହେବେ ଏବଂ ଆମେ ତାଙ୍କୁ ଜିଣି ପାରିବା। ପ୍ରଭୁ କହୁଛନ୍ତି, ମୋ ନିକଟକୁ ଆସ, ମୋ ଠାରୁ ଶିଖ, ଲର୍ନ ଫ୍ରମ ମି। ମୁଁ କୋମଳ ଏବଂ ମୃଦୁଶୀଳ ବୋଲି ସେ କହୁଛନ୍ତି।
I am gentle and humble in heart. ହୃଦୟ ସହିତ ଆଉ ମୂଷାଙ୍କ କଥା ଆମେ ସବୁବେଳେ ଏଇ ଯେତେବେଳେ ନମ୍ରତା କହିଲେ ମୂଷାଙ୍କ ବିଷୟରେ ଆମେ ମନେ ପକାଉ। ମୂଷା ଥିଲେ ତାଙ୍କ ସମୟରେ ପୃଥିବୀର ସବୁଠୁ ନମ୍ର ଲୋକ। ଗଣନା 12ରେ ଲେଖାଯାଏ କି ଆଉ ଯେତେବେଳେ କନଫ୍ଲିକ୍ଟ ଆସୁଥିଲା ମୂଷା ଲୋକମାନ ଆଗରେ ଦଣ୍ଡବତ କରି ଶୋଇ ପଡୁଥିଲେ, କହୁଥିଲେ ଦୟାକରି ଆପଣ ମାନେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରନ୍ତୁ ନାହିଁ, ଭୁଲ କାମ କରନ୍ତୁ ନାହିଁ। ଲୋକମାନେ ମୂଷାଙ୍କୁ ଗାଳି କରୁଥିଲେ, ମୂଷାଙ୍କ ବିରୁଦ୍ଧରେ କଥା କହୁଥିଲେ, କିନ୍ତୁ ମୂଷା ଦଣ୍ଡବତ କରି କହୁଥିଲେ ଦୟାକରି ଈଶ୍ୱରଙ୍କ ବିରୁଦ୍ଧରେ ବଚସା କରନ୍ତୁ ନାହିଁ। ଏଇଟା ମୋ ବିରୁଦ୍ଧରେ କହୁନାହାନ୍ତି, ଈଶ୍ୱରଙ୍କ ବିରୁଦ୍ଧରେ ବୋଲି ସେ କହୁଥିଲେ, କାରଣ ସେ ଜାଣିଥିଲେ ସେ ଯାହା କରୁଛନ୍ତି ଈଶ୍ୱରଙ୍କର ଇଚ୍ଛା ଅନୁସାରେ କରୁଛନ୍ତି। ତ ଆମେ ଅନ୍ୟକୁ ଯଦି କରେକ୍ଟ କରୁଛୁ, ଗାଲାତ୍ୟ 6:1ରେ ଆମେ ଦେଖିଲୁ ଅତି ସଫ୍ଟଲି ଏବଂ ନିଜକୁ ତାଙ୍କର ଲେଭେଲରେ ଆମେ ନଥିଲେ ମଧ୍ୟ ତାଙ୍କ ସାଙ୍ଗରେ ଡିଲ୍ କଲା ବେଳେ ଆମେ ସେଇ ପ୍ରକାର ନିଜକୁ ଆମେ ତଳକୁ ଆଣିବା ଦରକାର ସେମାନଙ୍କ ସହିତ, ଏବଂ ସେମାନଙ୍କୁ ପ୍ରେମରେ ଆମେ ସଜାଡ଼ିବା, ଜିଣି ପାରିବା। ଇଟ୍ସ ଏ ୱିନିଂ ସିଚୁଏସନ। ଆଉ ଈଶ୍ୱରଙ୍କର ଇଚ୍ଛାରେ ବିଶ୍ୱସ୍ତ ଭାବରେ କ୍ୱାଏଟଲି ମାନେ ଅତି ନିରବତାର ସହ ପ୍ରଭୁଙ୍କର ଇଚ୍ଛାରେ ସମର୍ପିତ ହେବା ମଧ୍ୟ ଗୋଟେ ବିଷୟ ନମ୍ର ବ୍ୟକ୍ତି ପାଖରେ ଆସିଥାଏ। ତେବେ ଆଉ ଗୋଟେ ପ୍ରଶ୍ନ, ବର୍ତ୍ତମାନ କୌଣସି ପରିସ୍ଥିତିରେ ଯେତେବେଳେ ଆମର ଗୁଣ ଚରିତ୍ର କଥା ବ୍ୟବହାର ଉପରେ ଯଦି କିଛି ପାଞ୍ଚ ଆସୁଛି କାହା ଦ୍ୱାରା, ଆମେ କେମିତି ରିଆକ୍ଟ କରୁଛୁ? ଗୋଟେ ଭୁଲ କରିନଥିଲେ ବି ଜଣେ ଗୋଟେ ଲୋକ ଯଦି କହୁଛି ତମେ ଏଇ ଭୁଲ କରିଛ, ଆମେ କେମିତି ରିଆକ୍ଟ କରୁଛୁ? ଆମେ ବଢେଇ ଚଢେଇ କରି ଏକଦମ ତା କଥାକୁ ଦାବିବାକୁ ଚେଷ୍ଟା କରୁଛୁ, ନା ଆମେ ସିଧାସଳଖ ଆମେ କହିବା ନା ମୁଁ ସେମିତି କରିନାହିଁ, ବା ଏଇ ମୁଁ ଯାହା ତମେ ଭାବୁଛ ସେମିତି ନୁହେଁ, ଈଶ୍ୱର ମୋର ସାକ୍ଷୀ କହିକିରି କଥାକୁ ଛାଡିଦବାର ଅଛି। ଆଉ ଆମେ ତା ଉପରେ ବେଶୀ ଜୋର ବା ତର୍କ ବିତର୍କ କରିବାର ଆବଶ୍ୟକ ନାହିଁ। ଯେତେବେଳେ ଆମକୁ ପ୍ରୋଭୋକ କରାଯାଉଛି, ଆମେ କେମିତି ବ୍ୟବହାର କରାଯାଉଛୁ, କେମିତି ବ୍ୟବହାର କରୁଛୁ? ଅନୁଗ୍ରହ ସହିତ ନା କର୍କଶ ଭାବରେ? ଆମେ ଯଦି କର୍କଶ ହଉଛୁ ତାହେଲେ ଆମ ପାଖରେ ସେ ନମ୍ରତା, ମୃଦୁତା, କୋମଳତା ନାହିଁ। ସେଥିପାଇଁ ଆମମାନଙ୍କୁ କଣ କରିବାକୁ ପଡିବ? ବହୁତ ସାବଧାନ ହେବାକୁ ପଡିବ। ହାଲେଲୁୟା। ସମୟ ବହୁତ ହେଇଯାଇଛି, ମୁଁ ଏଇଠି ଶେଷ କରିବାକୁ ଚାହୁଁଛି। ନିଜକୁ ଆମେ ପରୀକ୍ଷା କରୁ। ଆମେ ବାକ୍ୟ ତ ଶୁଣୁଛୁ ସବୁବେଳେ, ପ୍ରତିଦିନ ଗୋଟେ ନୂଆ ନୂଆ ଉତ୍ତମ ବକ୍ତା ମାନଙ୍କ ଠାରୁ ଶୁଣୁଛୁ ବାକ୍ୟ। ତେଣୁ ଏଇ ବାକ୍ୟ ଆମମାନଙ୍କୁ ସିକ୍ତ କଲେ ଆମେ କୋମଳ ହେବା। ବାକ୍ୟ ଆମମାନଙ୍କୁ ହ୍ୟାମର କଲେ ମଧ୍ୟ ଆମର କଠିନତା ଦୂର ହେବ। ଏବଂ ବାକ୍ୟ ଯଦି ଆମେ ଥଣ୍ଡା ପଡିଯାଉଛୁ ଏବଂ କଠିନ ହେଇଯାଉଛୁ, ତାହେଲେ ବାକ୍ୟର ଉତ୍ତପ୍ତତା ଆମକୁ ଟିକେ ଉଷ୍ଣ କରିବ ଏବଂ ଆମକୁ କୋମଳ କରିବ। ଦେଖନ୍ତୁ, କୌଣସି ଯେତେବେଳେ ମହମ ଯେତେବେଳେ ଥଣ୍ଡା ହେଇଯାଏ, କଠିନ ହେଇଯାଏ, ତାକୁ ଟିକେ ହିଟ୍ ଦରକାର। ଅଳ୍ପ ହିଟ୍ ଦେଲେ ସେ କୋମଳ ହବ। ବରଫ ମଧ୍ୟ କଠିନ ହେଇଯାଇଥିଲେ ତାକୁ ଟିକେ ହିଟ୍ ହେଲେ ସେ ତରଳ ଅବସ୍ଥାକୁ ଆସିବ, ନମନୀୟ ହବ। ଠିକ ସେଇଭଳି ଆଉ କୌଣସି ଗୋଟେ ବିଷୟ ଯଦି ମନେକର ଗୋଟେ କପଡା କିମ୍ବା କୌଣସି ଗୋଟେ ବିଷୟ କିମ୍ବା କୌଣସି ଶସ୍ୟ ଟାଣ ଥାଏ, କିନ୍ତୁ ଜଳର ସ୍ପର୍ଶରେ ଆସିଲେ ତାହା ଧୀରେ ଧୀରେ ନରମ ହେଇଯାଏ। ଏବଂ ମନେ କରନ୍ତୁ ଗୋଟେ କଠିନ ବିଷୟ, କୌଣସି ଗୋଟେ ଅଛି ବିଷୟ, ତାକୁ ହ୍ୟାମର କଲେ ସେଇଟା ଚୂର୍ଣ୍ଣ ହୁଏ ଏବଂ ନରମ ହେଇଯାଏ। କେତେ ଗୋଟେ ବିଷୟକୁ ଆମକୁ ଚୂର୍ଣ୍ଣ କରିବାକୁ ପଡେ, ଆମେ ଖାଇପାରିବାନି ସେଟା ସିଧାସଳଖ। ସେଥିପାଇଁ ଆମକୁ ଚୂର୍ଣ୍ଣ ଦରକାର ପଡେ। ମଝିରେ ମୁଁ ଗୋଟେ ଚୂର୍ଣ୍ଣ ପ୍ରସ୍ତୁତ କରୁଥିଲି,
ଜଣେ ଭଉଣୀ ମତେ ଆଡଭାଇସ୍ କଲେ ଏମିତି ଚୂର୍ଣ୍ଣ ଗୋଟେ ତାକୁ କହିଲେ ସେ ଚୂରନ ବୋଲିକି ଏମିତି ଚୂରନ ଯଦି ରଖିବେ ଖାଇଲା ପରେ ଯଦି ଟିକେ ଇଣ୍ଡାଇଜେସନ ଭଳି ଲାଗୁଛି ସେ ଚୂର୍ଣ୍ଣ ଟିକେ ଖାଇ ଦିଅନ୍ତୁ ହାଫ ଚାମଚ ପୁରା ଭଲ ହେଇଯିବ ଆପଣଙ୍କୁ ପେଣ୍ଟାପ୍ରାଜଲ କି ରବିପ୍ରାଜଲ ଖାଇବାକୁ ପଡିବ ନାହିଁ ବୋଲି ସେ କହୁଥିଲେ ଏବଂ ମୁଁ ସେଗୁଡାକ କିଣି ଆଣିକିରି ବିଭିନ୍ନ ଚୂର୍ଣ୍ଣ ହରିଡା ଅଁଳା ଏବଂ ଆଉ କେତେ ଗୋଟେ ବିଷୟ ଜୁଆଣି ଏସବୁ ଆଣିକି ମୁଁ ସବୁ ସେସବୁ ଚୂର୍ଣ୍ଣ କରିକି ରଖିଲି ଏବଂ କେତେବେଳେ କଣ ହେଲେ ଟିକେ ମୁଁ ଖାଉଛି ଆଉ ଭଲ ରେଜଲ୍ଟ ମଧ୍ୟ ଆସୁଛି ପ୍ରଭୁ ନାଁ ବିଶେଷ ଧନ୍ୟବାଦ ହେଉ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଆମମାନେ କଠିନ ମନା ନ ହୋଇ ପ୍ରଭୁଙ୍କର ବାକ୍ୟ ରୂପ ହାତୁଡ଼ିରେ ନିଜ ହୃଦୟକୁ ଚୂର୍ଣ୍ଣ ପ୍ରଭୁ ସେଇ ଚୂର୍ଣ୍ଣ ମନା ମାନଙ୍କ ନିକଟବର୍ତ୍ତୀ ଭଗ୍ନ ଏବଂ ଚୂର୍ଣ୍ଣ ଅନ୍ତଃକରଣ ସଦା ପ୍ରଭୁଙ୍କର ଗ୍ରାହ୍ୟ ଭଳି ଏବଂ କଠୋର ଲୋକ କଠିନ ମନାକୁ ସେ ଗ୍ରହଣ କରିପାରନ୍ତି ନାହିଁ ତାଙ୍କର ବ୍ୟବହାର ଯୋଗ୍ୟ ହେଇପାରିବେ ନାହିଁ ତେବେ କେଉଁ କ୍ଷେତ୍ରରେ ଆମମାନଙ୍କୁ କୋମଳ ହେବାର ଅଛି କେଉଁ କ୍ଷେତ୍ରରେ ଆମକୁ ଟିକେ ନର୍ମିବାର ଅଛି କେଉଁ କ୍ଷେତ୍ରରେ ଆମମାନଙ୍କୁ ଚୂର୍ଣ୍ଣ ହେବାର ଅଛି ଈଶ୍ୱରଙ୍କର ବାକ୍ୟ ଏବଂ ପବିତ୍ର ଆତ୍ମାଙ୍କର ସହାୟତା ଏବଂ ପ୍ରାର୍ଥନାରେ ଆମେ ଯଦି ମାଗିବା ପ୍ରଭୁଙ୍କ ଠାରେ ପ୍ରଭୁ ତାହା ଆମ ଜୀବନରେ ହେବାକୁ ଦେବେ ମୁଁ ଆଶା କରୁଛି ଆମେ ସମସ୍ତେ ଯେତେ ଜଣ ଏଠି କନେକ୍ଟେଡ ଅଛୁ ଆଜିଠାରୁ ନମ୍ରଚିତ୍ତ କୋମଳ ସ୍ୱଭାବ ବିଶିଷ୍ଟ ଏବଂ ଅନ୍ୟମାନଙ୍କ ସହିତ ମୃଦୁପଣ ଆମେ ଆମର ଡିଲିଂରେ ଦେଖେଇବା ତାହେଲେ ନିଶ୍ଚୟ ଆମେ ଯେ ବିଶ୍ୱାସୀ ଆତ୍ମାରେ ପୂର୍ଣ୍ଣ ଲୋକ ଏହା ଲୋକମାନେ ଜାଣିବେ ପ୍ରେଜ୍ ଦ ଲର୍ଡ ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ ଆମେନ୍ ଆମେନ୍।